ତଥାପି ବର୍ତ୍ତମାନ ଭଦ୍ରକର ଜନସାଧାରଣଙ୍କୁ ଆମେ ଅପିଲ କରିଥିଲୁ ଯେ କୌଣସି ପ୍ରକାର ଅଘଟନ ନ କରିବା ପାଇଁ, କାରଣ ୟା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟେ ପ୍ୟାକେଜ ଘୋଷଣା କରିଛନ୍ତି। ତା ସହିତ ଯେତିକି ମୁଖ୍ୟ ଆସାମୀ ରହିଲେ ପ୍ରାୟ 20 ଜଣ ମଧ୍ୟରୁ ଆମେ 12 ଜଣଙ୍କୁ ଗିରଫ କରିଛୁ ଏବଂ ଆହୁରି ଗିରଫଦାରୀ ଚାଲୁ ରହିଛି। ତେଣୁ ସମସ୍ତେ କୋଅପରେଟ କରିବେ ବୋଲି ଆଶା କରୁଛୁ। ତଥାପି କୌଣସି ଅଘଟଣକୁ ଆମେ ତାକୁ ମୁକାବିଲା କରିବା ପାଇଁ ଆମର ଏଇ ସବୁ ଆରେଞ୍ଜମେଣ୍ଟ କରାଯାଇଛି। ବର୍ତ୍ତମାନ ପାଇଁ ଆମେ ଭଦ୍ରକ ବ୍ଲକ ମ୍ୟୁନିସିପାଲିଟି, ଧାମନଗର ବ୍ଲକ ଆଉ ଏନ୍ଏସି ଏବଂ ତିହିଡି ବ୍ଲକ ଯୋଉ ଏରିଆରେ ମୃତକଙ୍କ ଘର ସେଇ ଅଞ୍ଚଳରେ ଆମେ ଇଣ୍ଟରନେଟ ସେବା ବନ୍ଦ କରୁ। ହଁ, ଆମର ପୋଲିସ 27 ପ୍ଲାଟୁନ ବର୍ତ୍ତମାନ ମୁତୟନ ଅଛନ୍ତି। ଅଫିସର ଏଏସ୍ଆଇ ଠୁ ଆରମ୍ଭ କରିକି ଆଡିସନାଲ ଏସ୍ପି ପର୍ଯ୍ୟନ୍ତ 45 ଜଣ ମୁତୟନ ହେଇଛନ୍ତି। ଆମେ ଭଦ୍ରକ ସହର, ଗୁଜଦରଡା, ଧାମନଗର, ତିହିଡି ଏବଂ କଷଟି ଏରିଆରେ ଏସବୁ ମୁତୟନ ରହିଛି।